भगवान श्रीकृष्णଙ୍କ जन्म ମଥୁରାରେ ହୋଇଥିଲା। ହେଲେ ତାଙ୍କର ବାଲ୍ୟକାଳ ନନ୍ଦଗାଁ, ଗୋପପୁର, ବୃନ୍ଦାବନ ଆଦି ସ୍ଥାନରେ ବିତିଥିଲା। କୁହାଯାଏ ଯେ ମହାଭାରତ ଯୁଦ୍ଧ ପରେ ଶ୍ରୀକୃଷ୍ଣ 36 ବର୍ଷ ପର୍ଯ୍ୟନ୍ତ ଦ୍ୱାରିକାରେ ରାଜତ୍ୱ କରୁଥିଲେ। ତାପରେ ସେ 125 ବର୍ଷ ବୟସରେ ଦେହତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପଛରେ କେତୋଟି ସାକ୍ଷ୍ୟ ରହିଛି। ଯେତେବେଳେ ମହାଭାରତ ଯୁଦ୍ଧରେ ଦୁର୍ଯ୍ୟୋଧନ ଓ ତାର ସମସ୍ତ ଭ୍ରାତାଙ୍କର ମୃତ୍ୟୁ ହୋଇଗଲା, ସେତେବେଳେ ତାଙ୍କ ମାତା ଗାନ୍ଧାରୀ କ୍ରୋଧିତ ହୋଇ ଶ୍ରୀକୃଷ୍ଣଙ୍କୁ ସାକ୍ଷ୍ୟ ଦେଲେ ଯେ ସେ 36 ବର୍ଷ ପରେ ମୃତ୍ୟୁବରଣ କରିବେ ଏବଂ ଦ୍ୱାରିକା ସହିତ ସମସ୍ତ ଯାଦବ ବଂଶ ସମାପ୍ତ ହୋଇଯିବ। ଭାଗବତ ପୁରାଣ ଅନୁଯାୟୀ ଥରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ତାଙ୍କ ବନ୍ଧୁମାନଙ୍କ ସହିତ ସ୍ତ୍ରୀ ରୂପରେ ଋଷିମୁନିମାନଙ୍କ ପାଖକୁ ପହଞ୍ଚିଲେ। ସେ ଋଷିମୁନିମାନଙ୍କୁ ମୁଁ ଗର୍ଭବତୀ ଅଛି ବୋଲି କହିଲେ। ଏହି ଥଟ୍ଟା ପରିହାସ ଋଷିମୁନିମାନଙ୍କୁ କ୍ରୋଧିତ କରିଦେଲା ଓ ସେମାନେ ଶାମ୍ବକୁ ସାକ୍ଷ୍ୟ ଦେଲେ ଯେ ସେ ଗୋଟିଏ ଲୌହ ମୂଷଳକୁ ଜନ୍ମ ଦେବେ। ସେହି ମୂଷଳ ହିଁ ଶ୍ରୀକୃଷ୍ଣ ଓ ତାଙ୍କ ଯାଦବ ବଂଶର ନାଶ କରିବ। ଶେଷରେ ଏହା ହିଁ ହୋଇଥିଲା। ସେହି ଲୌହ ମୂଷଳକୁ ଗୁଣ୍ଡ କରି ସମୁଦ୍ରରେ ଫିଙ୍ଗି ଦେଲା ପରେ ମଧ୍ୟ ତାର କିଛି ଅଂଶ ଜାରାଶବରକୁ ମିଳିଥିଲା। ସେହି ଲୌହ ଅଂଶକୁ ଜାରାଶବର ତୀର ତିଆରିରେ ଲଗାଇଲା। ଯେତେବେଳେ ଶ୍ରୀକୃଷ୍ଣ ଗୋଟିଏ ଗଛ ତଳେ ବିଶ୍ରାମ ନେଉଥିଲେ, ସେହି ସମୟରେ ତାଙ୍କ ପାଦକୁ ଦେଖି ଜାରାକୁ ଲାଗିଲା ହରିଣଟିଏ ଅଛି ବୋଲି ଓ ସେ ତାର ତୀର ମାରିଲା ଏବଂ ସେହି ସମୟରେ ଶ୍ରୀକୃଷ୍ଣ ଦେହତ୍ୟାଗ